ଝାରସୁଗୁଡ଼ା ଜିଲ୍ଲା ଲଇକେରାସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଚଳିତ ମାସ 17 ତାରିଖରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ଆଜି ପଞ୍ଚମ ଦିନରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ୱଚ୍ଛତା ର୍ୟାଲିର ଆୟୋଜନ କରାଯାଇଥିଲା। ଲଇକେରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରିୟମ୍ବଦା ବେହେରା ସବୁଜ ପତାକା ଦେଖାଇ ଏହି ର୍ୟାଲିର ଶୁଭାରମ୍ଭ କରିଥିଲେ। କଲେଜ ଅଧ୍ୟକ୍ଷ ଶେଖ୍ ନିଜାମୁଦ୍ଦିନ ଅଲି ର୍ୟାଲି ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ଛାତ୍ରଛାତ୍ରୀ ସ୍ୱଚ୍ଛତା ସମ୍ବନ୍ଧୀୟ ପ୍ଲାକାର୍ଡ ଓ ବ୍ୟାନର ଧରି ଲଇକେରା ଗ୍ରାମ ପରିକ୍ରମା କରିବା ସହ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଇଥିଲେ। ଗ୍ରାମର ବ୍ୟକ୍ତିବିଶେଷ ଛାତ୍ରଛାତ୍ରୀଙ୍କ ଏହି ମହତ ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ। ଅଧ୍ୟାପକ କମଳ ଲୋଚନ ଦାସ, ସୁଶାନ୍ତ ରଥ, ସୁଦୀପ ପୁରୋହିତ, ପ୍ରସନ୍ନ ଷଣ୍ଢ, କୁନା ବାଗ, ରୁଦ୍ରାକ୍ଷ ପ୍ରଧାନ, ରାଶେଶ୍ୱରୀ ସାହୁ, ଅଧ୍ୟାପିକା ସୁପ୍ରଭା ନାୟକ समेत अन्यान्य कर्मचारी समित पटेल, टिकेश्वरी अमात प्रमुख ଏହି ର୍ୟାଲିରେ अंशग्रहण କରି ଛାତ୍ରଛାତ୍ରୀମାନଙ୍କୁ उत्साहित କରିଥିଲେ। ଲଇକେରା थाना तरफ सुरक्षा व्यवस्था କରାଯାଇ